ବଜ୍ରାଘାତରେ ଚାଲିଗଲା ବାପ ପୁଅଙ୍କ ଜୀବନ। ବିଲରେ ତଳି ରହୁଥିବା ବେଳେ ବଜ୍ରାଘାତରେ ବାପ ପୁଅଙ୍କ ମୃତ୍ୟୁ ହେବା ଭଳି ଦୁଃଖଦ ଘଟଣା ଘଟିଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିପଡ଼ା ଗାଁରେ ମୃତକମାନେ ହେଲେ ସନ୍ତୋଷ ଦେହୁରୀ ଓ ତାଙ୍କ ପୁଅ ସତ୍ୟନାରାୟଣ ଦେହୁରୀ। ଖବର ଅନୁସାରେ ଉଭୟ ବାପ ପୁଅ ଜମିରେ ଧାନ ତଳି ରହୁଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ସେମାନଙ୍କୁ ତୁରନ୍ତ କାମାକ୍ଷାନଗର ମେଡିକାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅକାଳ ବିୟୋଗକୁ ନେଇ ବାଲିପଡ଼ା ଗାଁରେ ଶୋକର ଛାୟା ଖେଳିଯାଇଛି। ଜଣେ ଦେଖିକିନା ଖବର ଦେଲା, ଗଲା ବେଳକୁ 2 ଜଣ ଆଗ ପଡିଛନ୍ତି। ଜଙ୍ଘ ଆମ ପୁଅଟାର ଚୋପା ଛାଡି ଯାଇଛି, ଛାତି ପୋଡି ଯାଇଛି, ଜଙ୍ଘ ଝୁଙ୍କି ସବୁ ଫାଟି ଯାଇଛି। ଗଲା ବେଳକୁ ଆମେ ସେମିତି ପଡିଛନ୍ତି କାଦୁଅରେ, ଆଣ୍ଠିଏ କାଦୁଅରେ ପଡିଛି। ଏଠି କାଦୁଅ, ଆଖି କାନ କାଦୁଅ ପଶି ଯାଇଛି। ଖାଇ ପିକି ଦାଣ୍ଡରେ ବସିଛି, ତା ସ୍ତ୍ରୀ ଆସି କାନ୍ଦିକି କହିଲା, ମଉସା ମୋ ସ୍ୱାମୀ କି ମୋ ପୁଅକୁ ଚଡକ ମାରିଲେ, ଖବର ଆଇ ତମେ ଟିକେ ଆସ। ଆମେ କାର ନେଇ ଗଲାକୁ ବାପ ପୁଅ ଯାକ ପର ବିଲ ଠିକାରେ ରହୁଥିଲେ ଧାନ ପଡିଛନ୍ତି ପାଣିରେ। ଆମେ ଉଠେଇ ଟେକି ଆଣି କାମାକ୍ଷାନଗର ଥାନାରେ ଭର୍ତ୍ତି, ଏଇ ମେଡିକାଲରେ ଭର୍ତ୍ତି ହେଲା ବେଳକୁ ସେ ଡକ୍ଟର କହିଲେ ଡେଥ୍ ହେଇଯାଇଛି।